କାହିଁକି ପିଆଜ ରସୁଣରେ ପ୍ରସ୍ତୁତ ବ୍ୟଞ୍ଜନ ଭୋଗ ରୂପେ ଠାକୁରଙ୍କ ନିକଟରେ ଚଢ଼ାଯାଏ ନାହିଁ? ହିନ୍ଦୁ ଧର୍ମର ପାରମ୍ପରିକ ରୀତିନୀତି ଅନୁଯାୟୀ କୌଣସି ମନ୍ଦିରର ମାଙ୍ଗଳିକ କାର୍ଯ୍ୟ, ବ୍ରତ, ଉପବାସ ଓ ଭଗବାନଙ୍କ କାର୍ଯ୍ୟରେ ପିଆଜ ରସୁଣର ପ୍ରସ୍ତୁତ ବ୍ୟଞ୍ଜନ ଭୋଗ ରୂପେ ଚଢ଼ାଯାଏ ନାହିଁ। ଏହାକୁ ଆମିଷ ରୂପେ ବିବେଚନା କରାଯାଏ। କିନ୍ତୁ ଏହାର ପ୍ରକୃତ କାରଣ ପାରମ୍ପରିକ ନୁହେଁ। ପୌରାଣିକ କଥା ଅନୁସାରେ ସମୁଦ୍ର ମନ୍ଥନ ପରେ ଯେତେବେଳେ ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣା କରି ସମସ୍ତ ଦେବତାମାନଙ୍କୁ ଅମୃତ ରସ ପାନ କରାଉଥିଲେ, ସେହି ସମୟରେ ଦୁଇ ଅସୁର ରାହୁ ଓ ଶନି ଛଳନା କରି ଦେବତାଙ୍କ ନିକଟରେ ଉପସ୍ଥିତ ରହି ଏହି ଅମୃତ ରସର 2 ଟୋପା ପାନ କରି ନେଇଥିଲେ। ଯାହା ଭଗବାନ ବିଷ୍ଣୁ ଏହା ଜାଣିବାକୁ ପାଇଲେ ହଠାତ୍ ରାହୁ ଓ ଶନିଙ୍କ ମସ୍ତକ ଶରୀରରୁ ଅଲଗା କରିଦେଲେ। ଅମୃତ ରାହୁ ଶନିଙ୍କ ମୁହଁରେ ହିଁ ଥିଲା, ଯାହା ଶରୀରକୁ ଯାଇନଥିଲା। ଏଥିପାଇଁ ରାହୁ ଆଉ ଶନିଙ୍କର ମସ୍ତକ ଅମର ରହିଲା। ଯେତେବେଳେ ସେମାନଙ୍କର କଟା ମସ୍ତକ ପୃଥିବୀ ଉପରେ ପଡ଼ିଲା, ତାହା ସହ ଅମୃତର କିଛି ଅଂଶ ମଧ୍ୟ ପୃଥିବୀ ପୃଷ୍ଠରେ ପଡ଼ି ପିଆଜ ଓ ରସୁଣ ଭାବେ ଜାତ ହେଲା ଏବଂ ଶରୀର ନଷ୍ଟ ହୋଇଗଲା। ଏଥିପାଇଁ ଏହା ଅସୁରର ମୁହଁରୁ ବାହାରିଥିବା କିଛି ଅଂଶ ବୋଲି କୁହାଯାଉଥିବା ବେଳେ ଧାର୍ମିକ ରୂପରେ ଏହା ନିରାମିଷ ନୁହେଁ, ବରଂ ଆମିଷ ବୋଲି କୁହାଯାଏ।